ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମ ବିକାଶ ସମ୍ପର୍କରେ ଆଲୋଚନା କରିବା। ପ୍ରଥମ କ୍ୱେଶ୍ଚିନ୍ ହେଉଛି, ଓଡ଼ିଆ ଭାଷା କେଉଁ ଭାଷା ପରିବାରରୁ ଆସିଛି? ଉତ୍ତର ହେଉଛି ଇଣ୍ଡୋ ୟୁରୋପୀୟ ଭାଷା ପରିବାରର ସପ୍ତମ ବର୍ଗର ଭାରତୀୟ ଆର୍ଯ୍ୟ ଭାଷା ପରିବାରରୁ। 2 ନମ୍ବର କ୍ୱେଶ୍ଚିନ୍ ହେଉଛି, ଭାରତୀୟ ଆର୍ଯ୍ୟ ଭାଷା କେତୋଟି ସ୍ତର ଦେଇ ଗତି କରିଛି? 3ଟି, ଯଥା ହେଉଛି ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା, ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା, ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା। 3 ନମ୍ବର କ୍ୱେଶ୍ଚିନ୍ ହେଉଛି, ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାର ପ୍ରଥମ ପର୍ଯ୍ୟାୟଟି କେଉଁ ସମୟର? ଉତ୍ତର ହେଉଛି ଖ୍ରୀଷ୍ଟପୂର୍ବ 15,000ରୁ ଖ୍ରୀଷ୍ଟପୂର୍ବ 500। 4 ନମ୍ବର କ୍ୱେଶ୍ଚିନ୍ ହେଉଛି, ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷାର ଦ୍ୱିତୀୟ ପର୍ଯ୍ୟାୟଟି କେଉଁ ସମୟଖଣ୍ଡର ଅନ୍ତର୍ଭୁକ୍ତ? ଉତ୍ତର ହେଉଛି ଖ୍ରୀଷ୍ଟପୂର୍ବ 500ରୁ ଖ୍ରୀଷ୍ଟ 1000। 5 ନମ୍ବର କ୍ୱେଶ୍ଚିନ୍ ହେଉଛି, ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାର ପ୍ରଥମ ପର୍ଯ୍ୟାୟ କେଉଁ ନାମରେ ନାମିତ? ଉତ୍ତର ହେଉଛି ବୈଦିକ ସଂସ୍କୃତ। 6 ନମ୍ବର କ୍ୱେଶ୍ଚିନ୍ ହେଉଛି, ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାର ଦ୍ୱିତୀୟ ପର୍ଯ୍ୟାୟ କେଉଁ ନାମରେ ନାମିତ? ଉତ୍ତର ହେଉଛି ଲୌକିକ ସଂସ୍କୃତ। 7 ନମ୍ବର କ୍ୱେଶ୍ଚିନ୍ ହେଉଛି, ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା କେଉଁ ଭାଷାରୁ ସୃଷ୍ଟି ହୋଇଛି? ଉତ୍ତର ହେଉଛି କଥିତ ସଂସ୍କୃତ। 8 ନମ୍ବର କ୍ୱେଶ୍ଚିନ୍ ହେଉଛି, ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା କେତୋଟି ସ୍ତରରେ ବିଭକ୍ତ କରାଯାଇଛି? ଉତ୍ତର ହେଉଛି 3ଟି ସ୍ତରରେ ବିଭକ୍ତ କରାଯାଇଛି, ଯଥା ପାଲି ଭାଷା, ପ୍ରାକୃତ ଭାଷା, ଅପଭ୍ରଂଶ ଭାଷା। 9 ନମ୍ବର କ୍ୱେଶ୍ଚିନ୍ ହେଉଛି, ପ୍ରାକୃତ ଭାଷା କେତେ ଭାଗରେ ବିଭକ୍ତ? ଉତ୍ତର ହେଉଛି 5 ଭାଗରେ, ମହାରାଷ୍ଟ୍ରୀ, ସୌରସେନୀ, ମାଗଧୀ, ପୈଶାଚୀ ଓ ଅର୍ଦ୍ଧମାଗଧୀ। 10 ନମ୍ବର କ୍ୱେଶ୍ଚିନ୍ ହେଉଛି, ପୂର୍ବ ମାଗଧୀ ଅପଭ୍ରଂଶ ଭାଷା କେଉଁ ଭାଷା ଶାଖାରୁ ସୃଷ୍ଟି? ଉତ୍ତର ହେଉଛି ପ୍ରାକୃତ। 11 ନମ୍ବର କ୍ୱେଶ୍ଚିନ୍ ହେଉଛି, ପୂର୍ବୀ ମାଗଧୀ ଅପଭ୍ରଂଶ ଭାଷା କେତେ ଭାଗରେ ବିଭକ୍ତ? ଉତ୍ତର ହେଉଛି 2 ଭାଗରେ, ଯଥା ଉତ୍ତରୀ ପୂର୍ବୀ ମାଗଧୀ, ଦକ୍ଷିଣୀ ପୂର୍ବୀ ମାଗଧୀ। 12 ନମ୍ବର କ୍ୱେଶ୍ଚିନ୍ ହେଉଛି, ଦକ୍ଷିଣୀ ପୂର୍ବୀ ମାଗଧୀ ଅପଭ୍ରଂଶରୁ କେଉଁ ଭାଷାର ସୃଷ୍ଟି? ଉତ୍ତର ହେଉଛି ଓଡ଼ିଆ ଭାଷା। 13 ନମ୍ବର କ୍ୱେଶ୍ଚିନ୍ ହେଉଛି, ଦକ୍ଷିଣୀ ପୂର୍ବୀ ମାଗଧୀ ଅପଭ୍ରଂଶ ଭାଷାର ଅନ୍ୟ ନାମ କ'ଣ? ଉତ୍ତର ହେଉଛି ଔଡ୍ରି ଅପଭ୍ରଂଶ। 14 ନମ୍ବର କ୍ୱେଶ୍ଚିନ୍ ହେଉଛି, ଔଡ୍ରି ବିଭାଷା ସମ୍ପର୍କରେ କିଏ କେଉଁ ପୁସ୍ତକରେ ଉଲ୍ଲେଖ କରିଛନ୍ତି? ଉତ୍ତର ହେଉଛି ଭରତମୁନି ନାଟ୍ୟଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି। 15 ନମ୍ବର କ୍ୱେଶ୍ଚିନ୍ ହେଉଛି, ଔଡ୍ରି ବିଭାଷାର ସୃଷ୍ଟି କିପରି ହୋଇଥିଲା? ଉତ୍ତର ହେଉଛି ପୂର୍ବୀ ମାଗଧୀ ପ୍ରାକୃତ ସହ ଅଷ୍ଟିକ ଓ ଦ୍ରାବିଡ଼ ଭାଷାର ସମନ୍ୱୟରେ ସୃଷ୍ଟି ହୋଇଥିଲା। 16 ନମ୍ବର କ୍ୱେଶ୍ଚିନ୍ ହେଉଛି, ଓଡ଼ିଆ ଭାଷାକୁ ହୁଏନ୍ସା କେଉଁ ନାମରେ ନାମିତ କରିଥିଲେ? ଉତ୍ତର ହେଉଛି ଉଚ୍ଚ। 17 ନମ୍ବର କ୍ୱେଶ୍ଚିନ୍ ହେଉଛି, ଔଡ୍ରି ଅପଭ୍ରଂଶ ଭାଷା ସମ୍ପର୍କରେ ମାର୍କଣ୍ଡେୟ କେଉଁ ପୁସ୍ତକରେ ଉଲ୍ଲେଖ କରିଛନ୍ତି? ଉତ୍ତର ହେଉଛି ପ୍ରାକୃତ ସର୍ବସ୍ୱ। 18 ନମ୍ବର କ୍ୱେଶ୍ଚିନ୍ ହେଉଛି, ଔଡ୍ରି ଅପଭ୍ରଂଶ ଭାଷା ସମ୍ପର୍କରେ ମାର୍କଣ୍ଡେୟ କ'ଣ ଲେଖିଛନ୍ତି? ଉତ୍ତର ହେଉଛି ସର୍ବଜ ବୋଧୁଡ଼ି ଯୋଗାତଜସ୍ୟ ସୌରସେନୋଦଃ। 19 ନମ୍ବର କ୍ୱେଶ୍ଚିନ୍ ହେଉଛି, ଔଡ୍ରି ଅପଭ୍ରଂଶ ଛଡ଼ା ଓଡ଼ିଶାରେ ଆଉ କେଉଁ ଅପଭ୍ରଂଶ ଭାଷା ସମ୍ପର୍କରେ ମାର୍କଣ୍ଡେୟ ଉଲ୍ଲେଖ କରିଛନ୍ତି? ଉତ୍ତର ହେଉଛି କାଳିଙ୍ଗ। 20 ନମ୍ବର କ୍ୱେଶ୍ଚିନ୍ ହେଉଛି, ବ୍ୟାକରଣକାର ପୁରୁଷୋତ୍ତମ ତାଙ୍କର କେଉଁ ଗ୍ରନ୍ଥରେ ଔଡ୍ରି ଅପଭ୍ରଂଶ ସମ୍ପର୍କରେ ଉଲ୍ଲେଖ କରିଛନ୍ତି? ଉତ୍ତର ହେଉଛି ପ୍ରାକୃତାନୁଶାସନ। 21 ନମ୍ବର କ୍ୱେଶ୍ଚିନ୍ ହେଉଛି, ଉତ୍କଳୀ ଅପଭ୍ରଂଶ ଭାଷା ସମ୍ପର୍କରେ କିଏ ଉଲ୍ଲେଖ କରିଛନ୍ତି? ଉତ୍ତର ହେଉଛି ଦ୍ୱାଦଶ ଶତାବ୍ଦୀରେ ଅନିରୁଦ୍ଧ ଭଟ୍ଟ ପ୍ରାକୃତ କଳ୍ପତରୁ ପୁସ୍ତକରେ ଉଲ୍ଲେଖ କରିଛନ୍ତି। 22 ନମ୍ବର କ୍ୱେଶ୍ଚିନ୍ ହେଉଛି, ଔଡ୍ରି ବିଭାଷା ସମ୍ପର୍କରେ ଗ୍ରିୟର୍ସନଙ୍କ ମତଟି କ'ଣ? ଉତ୍ତର ହେଉଛି ଏହା ହେଉଛି ଏକ ବା ଏକାଧିକ ପ୍ରାକୃତ ଭାଷାର ଅପଭ୍ରଷ୍ଟ ରୂପ, ଯାହା ନାଟକରେ ନିର୍ଦ୍ଦିଷ୍ଟ ଚରିତ୍ରମାନଙ୍କ ଦ୍ୱାରା କଥିତ ହୋଇଥାଏ।
23 नंबर क्वेश्चन होची धर्मराज सुमंडलଙ୍କ अभिलेख केउं समयर उत्तर होची 569 ख्रीष्टाब्द। 24 नंबर क्वेश्चन होची उजाम शिलालेख केउंठारु आविष्कृत होइथिला उत्तर होची आंध्र प्रदेशर चिक्काकोल जिल्लार उजामरू उजाम शिलालेखटी आविष्कृत होइथिला 1051 ख्रीष्टाब्दरे। 25 नंबर क्वेश्चन होची उजाम शिलालेखरे केउं भाषार समन्वय रहिछि संस्कृत ओडिया तेलुगु भाषार समन्वय रहिछि। 26 नंबर क्वेश्चन होची द्वितीय नरसिंह देवଙ୍କ द्वैभाषिक भुवनेश्वर शिलालेख केउं भाषारे खोदित होइछि उत्तर होची प्रत्न ओडिया और तालिम। 27 नंबर क्वेश्चन होची चर्यागीतिर भाषा को हरप्रसाद शास्त्री केउं भाषा बोली दाबी करिसंती उत्तर होची प्राचीन बंगला। 28 नंबर क्वेश्चन होची चर्यागीतिकारे ओडिया भाषार निर्देश को प्रमाण करिबा पई केतोटी भित्ति व्यवहृत होइछि उत्तर होची 3टी धार्मिक भित्ति ऐतिहासिक भित्ति भाषातात्विक भित्ति। 29 नंबर क्वेश्चन होची चर्यागीतिकारे व्यवहृत ऐश शब्दर अर्थ कौन उत्तर होची एसा बा एपरी। 30 नंबर क्वेश्चन होची चर्यागीतिकारे व्यवहृत नड़िया शब्दर अर्थ कौन उत्तर होची लंडा। 31 नंबर क्वेश्चन होची डॉक्टर बंशीधर महांती शारला महाभारतर ओडिया भाषा संपर्क रे कौन उल्लेख करिसंती उत्तर होची शारला दासଙ୍କ भाषा ही यथार्थ ओडिया भाषा। 31 नंबर क्वेश्चन होची डॉक्टर बंशीधर महांती शारला महाभारतर ओडिया भाषा संपर्क रे कौन उल्लेख करिसंती उत्तर होची शारला दासଙ୍କ भाषा ही यथार्थ ओडिया भाषा। 32 नंबर क्वेश्चन होची शारला महाभारत रे व्यवहृत बर शब्दर अर्थ कौन उत्तर होची बरकोली। 33 नंबर क्वेश्चन होची शारला महाभारत रे व्यवहृत शास्त्र शब्दर अर्थ कौन उत्तर होची शास्त्र। 34 नंबर क्वेश्चन होची मुंड वृक्ष प्राय पड़िला तराखी ढली यह शारला दासଙ୍କ केउं कृतिर भाषा उत्तर होची चंडीपुराण। 35 नंबर क्वेश्चन होची जगन्नाथ दासଙ୍କ भागवतर भाषा को केउं भाषा नाम रे नामित करा जायछि उत्तर होची ओडिया साहित्यिक प्राकृत बा प्रामाणिक ओडिया भाषा। 36 नंबर क्वेश्चन होची ए शरीर रे मन 5 24 प्रकृति 5 पवन को मन 5 गुण 3 वेद 4 यह केउं साहित्य कृतिर भाषा उत्तर होची बलराम दासଙ୍କ जगमोहन रामायण। 37 नंबर क्वेश्चन होची मादला पांजुर भाषा को गवेषक माने केउं समय बोली दाबी करिसंती उत्तर होची 16 शताब्दी बोली दाबी करिसंती। 38 नंबर क्वेश्चन होची अशोकଙ୍କ शिलालेखारे केउं भाषार व्यवहार होइछि उत्तर होची पाली। 39 नंबर क्वेश्चन होची ओडिया भाषार उन्मेष और विकास पुस्तकर लेखक किए उत्तर होची डॉक्टर वासुदेव साहू। 40 नंबर क्वेश्चन होची ओडिया भाषा केबे शास्त्रीय मान्यता पाइछि उत्तर होची 2014 मसीहा मार्च मास 11 तारिख दिन ओडिया भाषा शास्त्रीय भाषार मान्यता पाइथिला। जदि आलोचनाटी तुम मानकर किछि सहयोग लगे ताले मो चैनल को सब्सक्राइब करिवे लाइक करिवे शेयर करिवे और निजस्व अभिमत निश्चित भाव में प्रदान